जय श्री जगन्नाथ भाई मैंने सर्वप्रथम गुरुदेव गणपति ओं जगदम्बा को प्रणाम करी आज आम आम राष्ट्र शासन को आगे बढ़ा राष्ट्र शासन क्रम आम पढ़ुचे अरिष्ट अध्याय एटा आम जातक पारिजातर अरिष्ट अध्याय पढ़ु मैं कौन ପାଇଁ पढ़ौछि जातक पारिजातर श्लोक ମୁଁ ବୃହତ ପରାଶର ହୋରା ଶାସ୍ତ୍ରରେ ଏଇଥିପାଇଁ ପଢେନି କି ଜାତକ ପାରିଜାତଟା ଆଜିକା ଯୁଗ ପାଇଁ ମତେ କାହିଁ ପୁରା ଆକୁରେଟ ଲାଗିଲା ଆଜ କମ୍ପେୟାର ଟୁ ବୃହତ ପରାଶର ହୋରା ଶାସ୍ତ୍ର ବଟ୍ ମୁଁ ମୁଁ ଯେତିକିଟା ଦେଖିଛି ମୁଁ ସେଇଟା ପଢଉଛି ତ ଅରିଷ୍ଟ ଅଧ୍ୟାୟରେ ଜେନେରାଲି କଣ କୁହାଯାଏ ଏଇ ଯୋଉ ଅପମୃତ୍ୟୁଟା ହୁଏ ନା ଅପମୃତ୍ୟୁକୁ ରୋକିବା ଅପମୃତ୍ୟୁ ବିଷୟରେ ଜାଣିବା ଲୋକଙ୍କର ଆୟୁ ନିର୍ଣ୍ଣୟ କରିବା ଆୟୁ ଦାୟ କରିବା ଦିସ୍ କାଇଣ୍ଡ ଅଫ ଥିଙ୍ଗସ ହାପେନ୍ସ ଇନ୍ ଅରିଷ୍ଟ ଅଧ୍ୟାୟ ଭାଇ ଏଇଟା ଏତେ କ୍ରିଟିକାଲ ଚାପ୍ଟର କୌଣସି ଗୋଟେ ଲୋକ ଯେକୌଣସି ଆଷ୍ଟ୍ରୋଲୋଜର ଯେମିତିଆ ହେଇଥାଉ ଯାହା ହେଇଥାଉ କେହି ଗୋଟେ ଆଜି ଏକ୍ଜାକ୍ଟଲି କାଲକୁଲେଟ କରିକି ମାନେ ଗୋଟେ କହିପାରିବନି ଯେ ତାର ଅପମୃତ୍ୟୁ ଯୋଗ ଅଛି ଇଏ ଅମକ ଅଛି ଘାଟି ଅଛି ଚାଲିଯିବ ହେଇପାରିବ କେହି କହିପାରିବେନି ଏଇଟା ଉପର ବାଲାର ସମ୍ପୂର୍ଣ୍ଣ ଏଇଟା ଉପର ବାଲାର ମହାକାଳର ପ୍ରେରୋଗେଟିଭ କାଳର ପ୍ରେରୋଗେଟିଭ ସେ କାହାକୁ କୋଉ ଟାଇମରେ ନବ କୋଉ ଟାଇମରେ କାହାକୁ କାଳକୁ ଛାଡିବ ତମେ ଜ୍ୟୋତିଷ ଗଣନା କରିକି ଗୋଟେ କହିଦବ ତାର 100 ଆୟୁ 200 ଆୟୁ 50 ଆୟୁ ଅପମୃତ୍ୟୁ ଯୋଗ ଅଛି କିଛି ବି ହେଇପାରେ ଆମେ ପାଠ ହିସାବରେ ପଢୁଛୁ ତମେ ତମର ଏଇଟା ପାଠ ହିସାବରେ ନିଅ ତମେ ଯଦି କହିବ ମୁଁ ଏକ୍ଜାକ୍ଟଲି କହିଦେବି କି ତାର ଆୟୁ କେତେ କେହି କହିପାରିବେନି ମୁଁ ଏମିତି ଚାର୍ଟ ଦେଖିଛି ଯୋଉଥିରେ ବାଳରିଷ୍ଟ ଅଧ୍ୟାୟରେ ମାନେ ତାର ସିଓର ଡେଥ ଅଛି 8 ବର୍ଷ ଭିତରେ କିନ୍ତୁ ସେ ବଞ୍ଚିଛି 100 ବର୍ଷ ପର୍ଯ୍ୟନ୍ତ ପୁଣି ଏମିତି ବି ଚାର୍ଟ ଦେଖିଛି ଜ୍ୟୋତିଷ ଶାସ୍ତ୍ର ବାଲା ଲେଖି ଦେଇଥିବେ 100 ବର୍ଷ ସେ 12 ବର୍ଷରେ ଏକ୍ସପାର୍ଟ କରି ଯାଇଥିବ ତେଣୁ ତୁମେ ଯଦି କହିବ ଜନ୍ମ ମୃତ୍ୟୁ ଉପରେ ଅରିଷ୍ଟ ଅଧ୍ୟାୟରେ ତୁମେ ତୁମେ ପ୍ରେଡିକ୍ଟ କରିପାରିବ ଅରିଷ୍ଟ ଅଛି କିନ୍ତୁ ତୁମେ ଯଦି କହିବ କି ଭାଇ ମୁଁ ହେଲି ଭଗବାନର ଜ୍ଞାତା ସେ ଜ୍ଞାତା ହେଇପାରିବନି ସେ ଜ୍ଞାତା ହେଇପାରିବନି କାରଣ ଜନ୍ମ ମୃତ୍ୟୁ କେବଳ ଭଗବାନ ଈଶ୍ୱର ମାନେ ମହାଦେବଙ୍କ ହାତରେ ଅଛି ଭାଇ ସିଏ ତାଙ୍କର ଚଲାନ୍ତି ସିଏ ମାନେ ପୁରା ତାକୁ ଏମିତି ଭାବରେ ମୋଲ୍ଡ କରନ୍ତି ଯେ ଭାଇ ତମେ ତାପରେ କୋଶ୍ଚିନ୍ ପଚାରି ପାରିବନି ୟୁ କ୍ୟାଣ୍ଟ ଆସ୍କ କୋଶ୍ଚିନ୍ସ ତ ଅରିଷ୍ଟ ଅଧ୍ୟାୟରେ ଏଠି ଯୋଉ ଶ୍ଲୋକ ଗୁଡାକ ଅଛି ଶ୍ଲୋକକୁ ଭିତରକୁ ଡିଟେଲକୁ ନ ଯାଇ ଶ୍ଲୋକରେ କଣ ଲେଖା ହେଇଛି ତା ବିଷୟକୁ ମୁଁ ପୁରା ସିରିୟସଲି ଯାଉଛି ଏଠି ଅରିଷ୍ଟ ଅଧ୍ୟାୟରେ ଲେଖା ହେଇଛି ପ୍ରଥମେ ଆମକୁ କୁହାଯାଇଛି କି 12 ବର୍ଷ ଭିତରେ ମାନେ ମୁଁ କେତେ ସନାତନ ପରମ୍ପରାକୁ ଆପଣ ମାନେ ଦେଖନ୍ତୁ କି ସନାତନ ପରମ୍ପରା କେତେ ଭାଇଟାଲ ଜେନେରାଲି ଗୁରୁକୁଳକୁ ପଠେଇ ଦଉଥିଲେ ଲୋକଙ୍କୁ 8 ବର୍ଷ ହେଲେ ଗୁରୁକୁଳକୁ ପଠେଇ ଦଉଥିଲେ 12 ବର୍ଷ ହେଲେ ଗୁରୁକୁଳକୁ ପଠେଇଥିଲେ ମାନେ ମୁଁ ଆପଣ ମନୁଷ୍ୟତା କାଢିକି ଦେଖିବେ କୋଉଠି କୋଉଠି 8 ଲେଖା ହେଇଛି କୋଉଠି କୋଉଠି 12 ଲେଖା ହେଇଛି 12 ହଉ ତାକୁ ଗୁରୁକୁଳକୁ ପଠେଇ ଦଉଥିଲେ ସନାତନ ଧର୍ମର ପରମ୍ପରାରେ ଗୋଟେ ପିଲାକୁ ଯଦି 10 ରୁ 12 ବର୍ଷ ହବ ତାକୁ ଦୀକ୍ଷା ନେବାର ଯୋଗ୍ୟତା ଆସିଗଲା ମିନିମମ୍ ଟା 12 ବର୍ଷ ଏବେ ତାକୁ 10 ବର୍ଷ ବି କରିଗଲାଣି ଯେହେତୁ ଆୟୁଟା ଘଟି 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 ଘଟିକି ଯାଉଛି କାରଣ କଳି ଯୁଗରେ ଲୋକମାନଙ୍କର ଆୟୁ 120 ବର୍ଷ ଥିଲା ଏବେ ପ୍ରାୟ କେହି 120 ବର୍ଷ ବଞ୍ଚୁନାହାନ୍ତି ଆଜ୍ଞା 70 ରୁ 80 ଭିତରେ ସବୁ ପାର ହେଇଯାଉଛନ୍ତି ତେଣୁ ଏଇ ଜିନିଷକୁ ଆଖି ଆଗରେ ରଖିକି ଅରିଷ୍ଟ ଅଧ୍ୟାୟରେ କୁହାଯାଇଛି ଯେ 12 ବର୍ଷ ମଧ୍ୟରେ କିପରି ଆୟୁ ନିର୍ଣ୍ଣୟ କରାଯିବ ତା ପ୍ରଥମରେ କୁହାଯାଇଛି ମାନେ ସେଟା ତାର ଅଧ୍ୟାୟ ଭାଇ ସେଟା ମୁଁ ପଢାଇନି ମତେ ଗୁରୁ ମନା କରିଛନ୍ତି ଭାଇ ତୁ ଆୟୁର୍ବେଦରେ ପଶିବୁନି ତୁ କହିଦବୁ ଘାଟି ବାଟି କୋଉଠି ଅଛି କଣ ଦେଖିବୁ ମୁଁ ଜମା ସେଟାକୁ ପଢେନି କି ମତେ ଇଚ୍ଛା ବି ହୁଏନି କାରଣ ପଢିଲେ ସେଟା ଦେଖିବାକୁ ଇଚ୍ଛା ହବ ୟାର ଆୟୁ କେତେ ତାର ଆୟୁ କେତେ ସିଏ କେତେବେଳେ ଯିବ ଇଏ କେତେବେଳେ ରହିବ ସେ ସବୁ ଘର ଭିତରେ ମୁଣ୍ଡକୁ ନ ପୁରେଇବା ଭଲ ଏଠି ଶ୍ଲୋକ କହୁଛି ଜନ୍ମ ଠାରୁ 12 ବର୍ଷ ପର୍ଯ୍ୟନ୍ତ ବାଳକର ଆୟୁ ନିର୍ଣ୍ଣୟ କରାଯାଇ ପାରିବ ନାହିଁ ଜାତକ ପାରିଜାତରେ ଆଚାର୍ଯ୍ୟ ମାନେ କହିଛନ୍ତି କି ଭାଇ ଦେଖ ଜାତକ ପାରିଜାତ ଲେଖିଛନ୍ତି ମାନେ ଜାତକ ପାରିଜାତ ଗୋଟେ ପୁରାତନ ଆଚାର୍ଯ୍ୟ ଲେଖିଛନ୍ତି ମାନେ ସେ ପୁରାତନ ଆଚାର୍ଯ୍ୟ ମାନେ କଣ କହିବି ବୈଦ୍ୟନାଥ ମାନେ ସିଏ ଆକ୍ଚୁଆଲି ବହୁତ ହି ହାର୍ଡକୋର ଡିଭୋଟି ଅଫ ଲର୍ଡ ମହାଦେବ ସିଏ ଶ୍ଲୋକ ଗୁଡା ରଚନା କରିଛନ୍ତି ସେଇ ତାଙ୍କରି ଶ୍ଲୋକ ଗୁଡାକୁ ଆମେ ପଢୁଛୁ ସିଏ ହେଲେ କହୁଛନ୍ତି ଜନ୍ମ ଠାରୁ 12 ବର୍ଷ ପର୍ଯ୍ୟନ୍ତ ବାଳକର ଆୟୁ ନିର୍ଣ୍ଣୟ କରାଯାଇ ପାରିବ ନାହିଁ ତାଙ୍କର ଏଟା ମତ କାରଣ ମାତା ପିତାଙ୍କ ପୂର୍ବକୃତ ପାପ ଯୋଗୁଁ କିମ୍ବା ବାଳରିଷ୍ଟ ଦ୍ଵାରା ବାଳକ ନାଶ ହୋଇଥାଏ ସେ 12 କହିଥିଲେ ଆପଣ ଭାବନ୍ତୁ ମୁହୂର୍ତ୍ତ ଚିନ୍ତାମଣି ମୁହୂର୍ତ୍ତ ଗଣପତି ଯଦି ଆପଣ ପଢିବେ ସିଏ କହିବେ ନା 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 ଭାଇ 12ଟା ବହୁତ ଅଧିକ ହେଇଗଲା ତୁମେ 9 ବର୍ଷ ପର୍ଯ୍ୟନ୍ତ କୋଉ ଲୋକର ଆୟୁର୍ଦାୟ ଦେଖିପାରିବ ନାହିଁ
କାହିଁକି ନା ପ୍ରଥମେ 4.5 ବର୍ଷ ମାର, ପୁଅ ହେଇଥିଲେ ମା, ଝିଅ ହେଇଥିଲେ ବାପାର ଚାଲିବ, ସେକେଣ୍ଡ 4.5 ବର୍ଷ ଚାଲିବ ମାର ବାପାର। ମୁଁ ଏମିତିଆ ରିସେଣ୍ଟ ଗୋଟେ ଚାର୍ଟ ଦେଖିଛି, ସେ ରିସେଣ୍ଟ ଚାର୍ଟରେ ସେ ବାଳକର ମୃତ୍ୟୁ ଯୋଗ ନାହିଁ। ସେ ରିସେଣ୍ଟ ଚାର୍ଟ ହିସାବରେ ସେ ବାଳକର ମୃତ୍ୟୁ ଯୋଗ ନାହିଁ, କିନ୍ତୁ ସେ ବାଳକ ଏକ୍ସପାୟର୍ଡ କରି ଯାଇଛି ଡ୍ୟୁ ଟୁ ସମ୍ ସର୍ଟ ଅଫ ନିମୋନିଆ। ତାର କୌଣସି ମୃତ୍ୟୁ ଯୋଗ ନାହିଁ, କିନ୍ତୁ ତା ବାପାଙ୍କ ଚାର୍ଟ ମତେ ମିଳିଲାନି, ଆଭେଲେବୁଲ ହେଇପାରିଲାନି, ସେଥିପାଇଁ ମୁଁ ଜାଣିପାରିଲିନି। କିନ୍ତୁ ଏଇ ଶ୍ଳୋକଟା ସେ ଶ୍ଳୋକ ସହିତ କେତେ ମ୍ୟାଚ କରୁଛି, କାରଣ ଗୋଟେ ଜିନିଷ ଯେତେବେଳେ ମୁଣ୍ଡରେ, ତାପରେ ମୁଣ୍ଡ ରିସର୍ଚ୍ଚ ବି ରହେ ନା ଭାଇ। ତେଣୁ ଏଇଠି ଅରିଷ୍ଟ ଅଧ୍ୟାୟରେ ଜାତକ ପାରିଜାତରେ କୁହାଯାଇଛି ଯେ ମାତା ପିତାଙ୍କ ପୂର୍ବକୃତ ପାପ ଯୋଗୁଁ କିମ୍ବା ବାଳରିଷ୍ଟ ଦ୍ଵାରା ବାଳକ ନାଶ ହୋଇଥାଏ। ନା ସେ ଜାତକରେ କୌଣସି ବାଳରିଷ୍ଟ ଥିଲା, ନା ତାର ଅଷ୍ଟମାସ କି ଦ୍ୱାଦଶର ଦଶା ଚାଲିଥିଲା, ନା ତୃତୀୟଶର ଦଶା ଚାଲିଥିଲା, କିଛି ଚାଲିନଥିଲା ଆଜ୍ଞା। ଭାଇ ବଢିଆ ଦଶା ଚାଲିଥିଲା, ଜୁପିଟର ଦଶା ଚାଲିଥିଲା, ସେ ଜୁପିଟର ଦଶାରେ ସେ ପିଲାଟି ଏକ୍ସପାର୍ଟ କରିଗଲା ନିମୋନିଆ ଯୋଗୁଁ। ତ ଏଇ ସେଭଳିଆ ସିଚୁଏସନ ଯେତେବେଳେ ହବ, ଆଉ 8 ବର୍ଷ ଭିତରେ କିଏ 9 ବର୍ଷ ଭିତରେ କିଏ ଏକ୍ସପାର୍ଟ କରୁଛି, ବା 12 ବର୍ଷ ଭିତରେ କିଏ ଏକ୍ସପାର୍ଟ କରୁଛି, ତୁରନ୍ତ ତା କୁଣ୍ଡଲି ଦେଖିବନି ଭାଇ, ତା ବାପା ମା କୁଣ୍ଡଲି ବାହାର କରିବ। ଭାଇ କୋଉଠୁ ଗଲା, କଣ ଇଏ ପାପ କରିଛି, ତାର ପଞ୍ଚମାଧିପତି କୁଆଡେ ଯାଇଛି, କଣ ହେଇଛି, ଯେ ତାର କଣ ପଞ୍ଚମାଧିପତି କରିଛି, ଟ୍ରାନଜିଟରେ କିଏ କଣ ଅଛି, ସେଟା ଚେକ୍ କରିକି ତମେ ତାକୁ ତା ଉପରେ ଓପିନିଅନ ଦବ। ତେଣୁ ସନାତନ ପରମ୍ପରାରେ ଆମେ ଜାତକ ପାରିଜାତ କହୁଛି କି 12 ବର୍ଷ ଯାଏଁ ତମେ କରିବନି। ମୁହୂର୍ତ୍ତ ଚିନ୍ତାମଣି ମୁହୂର୍ତ୍ତ ଗଣପତି କହୁଛି କି 9 ବର୍ଷ ଯାଏଁ ତମେ କରିବନି। ତାହେଲେ 9 ରୁ 12 ଯୋଉ ପିରିୟଡଟା ହେଲା, ଇଟ୍ ଇଜ ଭେରି ଭାଇଟାଲ ଫର ଇଚ୍ ଆଣ୍ଡ ଏଭ୍ରି ପର୍ସନ। ତୁମେ ଯଦି ସେଇ କଥାକୁ ଦେଖିବ, ତାହେଲେ ତୁମେ ଦେଖିବ ଯେ ଯେତେବେଳେ ଦ୍ୱିଜ ତ୍ରିଜାତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ସମସ୍ତଙ୍କର ଯୋଉ ଉପନୟନ ସଂସ୍କାର ଥିଲା। ଉପନୟନ ସଂସ୍କାର ମାନେ ସମସ୍ତେ ଦ୍ୱିଜତ୍ୟ ଲାଭ ପାଇଁ ବ୍ରତ ଘର ହଉଥିଲା ସମସ୍ତଙ୍କର। ବ୍ରାହ୍ମଣ ମାନେ ତାକୁ ଆଜି ପର୍ଯ୍ୟନ୍ତ ମେଣ୍ଟେନ କରି ରଖିଛନ୍ତି, ଆଉ ସମସ୍ତେ ତାକୁ ପୋଡି ଖାଇସାରିଲେଣି। ତ ସେମାନେ କଣ କରୁଥିଲେ ନା 9 ବର୍ଷଟା କାଳେ କ୍ରସ କରିଯିବ ବୋଲି ଗର୍ଭକୁ କାଉଣ୍ଟ କରିକି 8 ବର୍ଷ ଭିତରେ ତାକୁ ବ୍ରତଘର କରିଦଉଥିଲେ। ମାନେ ଗର୍ଭ ଧାରଣ ସମୟଟାକୁ କାଉଣ୍ଟ କରିକି ବ୍ରତଘର କରିବାର ପ୍ରାବଧାନ ବି ଶାସ୍ତ୍ରରେ ଦେଖିବାକୁ ମିଳେ ଏଇ ବାଳରିଷ୍ଟ ଅଧ୍ୟାୟରୁ। ଠିକ ଅଛି। ତ ପ୍ରଥମ 4 ବର୍ଷ ମଧ୍ୟରେ ମାତୃକୃତ ପାପ ଜନିତ, ଏଠି ଦେଖ ବଢିଆ ସୁନ୍ଦର ଭାବରେ ଲେଖିଛି। ପ୍ରଥମ 4 ବର୍ଷ ମଧ୍ୟରେ ଯଦି କୌଣସି ଛୁଆ ଏକ୍ସପାୟାର୍ଡ କରୁଛି, ତାହେଲେ ଏଠି ଆଚାର୍ଯ୍ୟ ଲେଖିଛନ୍ତି ଯେ ମାତୃକୃତ ପାପ ଜନିତ। ଦ୍ୱିତୀୟ 4 ବର୍ଷ ମଧ୍ୟରେ ଯଦି ପିଲା ଏକ୍ସପାୟାର୍ଡ କରୁଛି, ତାହେଲେ ପିତୃକୃତ ପାପ ଜନିତ ଦୋଷରୁ। ଏବଂ ତୃତୀୟ 4 ବର୍ଷ ମଧ୍ୟରେ ଯଦି, ମାନେ 8 ରୁ 12 ବର୍ଷ, ଗୋଟେ ଦେଖ 12 ବର୍ଷ କୁହାଯାଇଛି ବାଳରିଷ୍ଟ ଜାତକ ପାରିଜାତରେ। ତ ପ୍ରଥମ 4 ବର୍ଷ ହେଲେ 1 ରୁ 4 ଭିତରେ ଯଦି ଏକ୍ସପାୟାର୍ଡ କଲା, ତାହେଲେ ମାତୃକୃତ ପାପ ଜନିତ। ଦ୍ୱିତୀୟ 4 ବର୍ଷ ମାନେ ଯଦି 5 ରୁ 8 ଭିତରେ ଏକ୍ସପାୟାର୍ଡ କଲା, 5, 6, 7, 8, ଏ 4 ବର୍ଷ ଭିତରେ ଏକ୍ସପାୟାର୍ଡ କଲା ପିତୃକୃତ ପାପ ଜନିତ ଯୋଗୁଁ। ଏବଂ ଯଦି 9 ରୁ 12 ଭିତରେ ଏକ୍ସପାୟାର୍ଡ କଲା, 10, 11, 12ରୁ, ତାହେଲେ ନିଜ ପାପ ଜନିତ ଯୋଗୁଁ ବାଳକ ଏକ୍ସପାୟାର୍ଡ କରେ। ତ ଆମେ ଏତିକି ହିଁ ପଢିବା, ଅଧିକା ପଢିଲେ ବହୁତ ଅସୁବିଧା। ତ ଏତିକିକୁ ଭଲସେ ମନେ ରଖ। ଆଚାର୍ଯ୍ୟ କଣ କହିଲେ, ଜାତକ ପାରିଜାତ ଯଦି ପୁରା କ୍ଲିୟରଲି ମେନସନ କଲା ଯେ ଅରିଷ୍ଟ ଅଧ୍ୟାୟରେ ଆୟୁର୍ଦାୟଟାକୁ ସେ ପୂର୍ବରୁ ଆଲୋଚନା କରିଦେଇଛନ୍ତି, ଯୋଉଟାକି ମୁଁ ପଢେଇବିନି କି ସେ ଟପିକରେ ମୁଁ କେବେ ହାତ ମାରିବିନି। କାରଣ ମୁଁ ବିଶ୍ୱାସ କରେ ମହାଦେବ ଯେତେବେଳେ ଚାହିଁବେ ଯାହାକୁ ଉଠେଇ ପାରିବେ, ଯେତେବେଳେ ଚାହିଁବେ ଯାହାକୁ ବଞ୍ଚେଇ ପାରିବେ। ଦ୍ୱିତୀୟ କଥା, ଆମର ଦୀକ୍ଷା ଦେବାର କଥାଟା ବି ଜଣେଇଲି ଆପଣଙ୍କୁ, କେମିତି ସନାତନ ପରମ୍ପରାରେ 12 ବର୍ଷରେ ଦୀକ୍ଷା ଦିଆଯାଏ, 10 ରୁ 12 ବର୍ଷ ଭିତରେ ଦୀକ୍ଷା ଦିଆଯାଏ। ଏଠି ଆଚାର୍ଯ୍ୟ କହୁଛନ୍ତି ଯେ ପ୍ରଥମ 4 ବର୍ଷ ଭିତରେ ଯଦି କୌଣସି ଛୁଆ ଏକ୍ସପାୟାର୍ଡ କଲା, ତାହେଲେ ସେଟା ମାତୃକୃତ ପାପ ଜନିତ ଯୋଗୁଁ ଏକ୍ସପାୟାର୍ଡ କଲା। ଦ୍ୱିତୀୟ 4 ବର୍ଷ ଭିତରେ ଗଲେ, ମାନେ 5 ରୁ 8 ଭିତରେ କଲେ ପିତୃକୃତ ପାପ ଜନିତ ଯୋଗୁଁ ସିଏ ଏକ୍ସପାୟାର୍ଡ କଲା। ଯଦି 9 ରୁ 12 ଭିତରେ ଏକ୍ସପାୟାର୍ଡ କଲା, ତାହେଲେ ନିଜ ପାପ ଜନିତ ଦୋଷରୁ ସିଏ ଏକ୍ସପାୟାର୍ଡ କଲା। ବୁଝିପାରୁଛ ତ କଥାଟା? ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।